नहीं तुम कौन डाउट अच्छी तुम पुओ कि झील हाँ तुम जो टपी पिंधुच तो मुझे कौच हाँ हाथ टीका सुविधा कर कन्फ्यूज कौन तो नहीं तुम कौन पाप कर गोटे लोक हरिबोल कहला जदि कहला से पूरा साइलेंट एमती गाई फाई मैंने जो कुकुर फुकुर चढ़ी गाड़ी गला हाँ हरिबोल पूरा छाती बाड़े कह असुविधा कौन हमारा ना नहीं सारा ओडिशा रे बहुत सारा यूट्यूबर अच्छा बट जी रियलिस्टिक आउट यूट्यूब रो कॉमेडी समस्त को मन को छुई और आग को छुई टीम रो बनी वीडियो सबुठ बेसी व्यूअर्स आपण समस्त भल पाइबा एंड ऑन स्टेज रे मु चाहिए विथ साउंड वेराइटी स्टोर एंड टीम को इनवाइट करिया पूर्व आउ थे समस्त जोरदार ताली प्रेजेंट साहू He's the biggest criminal. Oscar Ejicolto. ABC, CD, DC. He's the biggest businessman. भावज आज पकड़ी चढ़ा होती जय जगन्नाथ सब रेडी तो रेडी ये सोरे की शीत क्यों तुमको लगुनि सामने सब रेडी पिटे बाग पिटे स्टेज पूरा दोली पटुको जेहेतु भारत गोटे गुरु शिष्य परंपरा देश गोटे नमस्कार प्रथम जीवा से पुणी साहू बाबू स्टाइल जीवा आज साहू बाबू आसी आपण गली की जेत अच्छा गुरुजन समस्त की मोर ओली की आउ जेत अच्छे टुआ टुआई कुना कुनी की चिंगड़ी मिड़ी छुआ सब तिहाई कर दियो फोपाड़ी फ्रांकेश धरी पकाओ ना पलैब उड़ी की आउ तुम छुआ नुह कौन आउ जेत रहीगल बड़ी की आग कह तुम सिंगल अछ ना हली की जदि हली की हाई कली आउ जदि सिंगल अछ साउ भेराइटी स्टोर गोटे फेराट न बोली देदेवी रात शैब मोरे बोली की टोका कड़े गले टोका टोका टी हाथ टेक दियो गोटे देखी दिए टोका कड़े गले हाथ टेक दियो से पछरे मौसा के लुंगी टेक दिए टोका नहीं तुम कौन डाउट अच्छी तुम पुओ कि झील हाँ तुम जो टपी पिंधुच तो मुझे कौच हाँ हाथ टीका सुविधा कर कन्फ्यूज कौन टोका 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 रेडी रेडी जे टोका कथा कहले लेडीज खराब भावे टिके भाज माउस माउस कर बसुंदी से बसी दिया भर टे हाथ टे हल्ई दिखाई देखी दिए टे हाँ हाँ नहीं देखू ना भाई हाथ हल्ले कि भाज लादू कर ना आउ कौ भाज नहीं मुझे कौ कौ कही हाँ ठीक है पाखापाखि बही मुझे गोटे कम करवा गोटे कम करवा शीत प्रबल समस्ते कालुआ एक्चुअली टिके चार्ज हवा चार्ज हवा
ଯେତେବେଳେ ମୁଁ ପୁଅ କହିବି ହରିବୋଲ ଟିକେ ହବ, ଯେତେବେଳେ ଝିଅ କହିବି ହୁଳହୁଳି ଟିକେ ପଡିବ। ହବ ହେଇପାରିବ? କହିଲେ ପୁଅ ନା 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 ହଉନି। ଏବେ ଝିଅଙ୍କ ପାଇଁ କହିଲି ଝିଅ 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 ଝିଅ। ଭାଉଜ ଆଗରେ ବସି ତଥାପି ଖତେ ହେଲା ଲାଗିଲା ନା ଇଏ ନୁହଁ ନା ନା। ଆଉ ଥରେ ଯିବା ବୋବାଲ କରିକି ଯିବା। ଆଉ ଥରେ ହଁ ଘରେ ଅଛନ୍ତି ଭାଉଜ। ଆଉ ଥରେ ଯିବା ବୋବାଲ କରିକି ଯିବା। କହିଲି ପୁଅ 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 ନାଇଁ ତମେ କଣ ପାପ କରିଛ? ଗୋଟେ ଲୋକ ହରିବୋଲ ପାଇଁ କହିଲା, ଯଦି କହିଲା ସେ ପୁରା ସାଇଲେଣ୍ଟ ଏମିତି ଗାଈ ଫାଇ ମାନେ ଯୋଉ କୁକୁର ଫୁକୁର ଚଢି ଦେଇଛନ୍ତି ଗାଡିରେ ଗଲାବେଳେ। ହଁ ହରିବୋଲ ପୁରା ଛାତି ବାଡେଇ କହିବ, ଅସୁବିଧା କଣ? ଛାଡ ଝିଅଙ୍କ ପାଳି ଏବେ ଚମକାଇ ଦେଲା। ମୁଁ ଆଇଛି ଏଠି କହିଦେଇ ପଳେଇବି ଶ୍ରୀରାମପୁରରେ ଏଠି ଗଞ୍ଜରେ ମାନେ ନାରୀ ଶକ୍ତି ଦୁର୍ବଳ ଭଲ ଲାଗିବ? ଭଲ ଲାଗିବ କି? ସେଠି ଭାଉଜ ଧରିଲେଣି। ତା ବାଦ ସେପଟେ ମାଉସୀ ଜଣେ ଅଛନ୍ତି, ତାଙ୍କର ଭାରି ଇଚ୍ଛା ହୁଳହୁଳି ପକେଇବା ପାଇଁ, କିନ୍ତୁ ପାଟିରେ ଟିକେ ଧୂଳି ଗୁଣ୍ଡି ପାନ ପଡିଯାହା ଜଣା ପଡୁଛି। ତାଙ୍କୁ ଲାଗୁ ଯଦି ମୁଁ ହୁଳହୁଳିଟା ପକେଇଲି ଟୋଟାଲ ଯାଇକି ଟୋଟାଲ ପିକତିକ ଯାଇକି ସାମ୍ନା ଲୋକ ଦେହରେ ପଡିବ। କିଛି ଅସୁବିଧା ନାହିଁ, ତଳେଇକି ଫୋପାଡ଼ି ଦିଅ, ମୁଁ ଗଲା ଗୋଟେ ଦେବି। କହିଲି ହୁଳହୁଳି ଜୋରିଆ ହବ। କହିଲି ଝିଅ 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 ଝିଅ। ମାନେ ଏଠି ଆମ ଓଡିଶା ସଂସ୍କୃତି ପରମ୍ପରା ଏଇ ଅବସ୍ଥା ପଳେଇଲାଣି। ଆଚ୍ଛା ଏଣ୍ଡୁରି ପିଠା ସବୁ ଜାଣିଛନ୍ତି ତ? ଓଷା ପର୍ବାଣୀ କହିଲେ ଜାଣିପାରିବେ? ଜାଣିପାରିବେ? ଦେଖିଆ କହିଲେ ବାଟ ଓଷାରେ କଣ ହୁଏ? ମୁଁ ଗୋଟେ ଜାଗାକୁ ଯାଇଥିଲି, ପଚାରିଲି ଭାଲୁକୁଣି ଓଷା କଣ? ଗୋଟେ ଝିଅ ଛିଡା କହୁଛି ଯୋଉ ଓଷାରେ ଭାଲୁ ଧରି ଉକୁଣି ପଢା ହୁଏ। ସେ ଯାହା ବି ହଉ ସାହୁ ବାବା ଆସିଛନ୍ତି ଆଜି ଶ୍ରୀରାମପୁର, ଭଲ ଲାଗୁଛି ତ? ମୁଁ ଯୁଆଟା ଯାଏ ବାଣ୍ଟେ। କାହିଁକି? ମୋର ଗୋଟେ ବଢିଆ ଡାଲି ଚାଉଳ ଦୋକାନ ଅଛି, ସାରା ଓଡିଶାର ଲୋକ ଯାଇ ସେଠୁ ଜିନିଷ କିଣି ଖାଆନ୍ତି। ହଁ ତମେ ଯୋଉରେ ହଁ ମତ ତମର ଗୋଟେ 12 ଟଙ୍କା ବାକି ଅଛି, ଯାଉନା ହଁ ଅଲଗା ବାଟରେ ଯିବା ଆସିବା କରୁଛ। ଆଜି ବାଣ୍ଟିବା ଏଇଠି। ପ୍ରଥମେ କହିବି ଶିଶିର ପରଶ ଯୋଉ କାର୍ଯ୍ୟକ୍ରମ, ମତେ ଲାଗୁନି ଏଇଟା ପ୍ରଥମ ବର୍ଷ ଏଇଟା ହଉଛି ବୋଲି। ଏତେ ସୁନ୍ଦର ଭାବରେ ଏତେ ଜାକ ଜକମରେ ହଉଛି, ଏତେ ବଢିଆ ଦୋକାନ ବଜାର ପଡିଛି, ଗୋଟେ ମାନେ କୌଣସି ବାଲିଯାତ୍ରାଠୁ ମତେ କମ ଲାଗୁନି। ପ୍ରଥମେ ଯୋଉ କର୍ମକର୍ତ୍ତା ମାନଙ୍କ ପରେ ଜୋରଦାର ତାଳି ଆଶା କରିବି। ସେଥିରେ ଯୋଉ ଏମଏଲଏ ଅଛନ୍ତି, ପରଶୁରାମ ଧଡା ଯେ ଅଛନ୍ତି ଏମଏଲଏ, ଏତେ ବଢିଆ ଲୋକ, ମୁଁ ତାଙ୍କ ସହିତ କଥା ମଧ୍ୟ ହଉଥିଲି, ଆଜି ମଧ୍ୟ ଅନୁପସ୍ଥିତ ଅଛନ୍ତି। କିନ୍ତୁ ତାଙ୍କର ନିହାତି ତାଙ୍କର ଯୋଉ ପରିଶ୍ରମ ଭିତରେ ଅଛି, ତାଙ୍କ ପରିଶ୍ରମ ଦ୍ୱାରା ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ଆଜି ସଫଳ ମଣ୍ଡିତ ହେଇଛି, ମୁଁ ତାଙ୍କ ଅନୁପସ୍ଥିତିରେ ଗୋଟେ ଆଶା କରିବି ତାଙ୍କ ପାଇଁ ଗୋଟେ ଜୋରଦାର ତାଳି। ବାଣ୍ଟିବା ବାଣ୍ଟିବା ତ ଠିକ ଅଛି। ଯୋଉମାନେ ଏଇ ଶିଶିର ପୁରୁଷ କାର୍ଯ୍ୟକ୍ରମ ଭିତରେ ଯେତେ ଦର୍ଶକ ଅଛନ୍ତି, ଯୋଉମାନଙ୍କ ପର୍ଯ୍ୟନ୍ତ ମୋ କଥା ଶୁଭୁଛି, ସମସ୍ତଙ୍କୁ ସାହୁ ଭେରାଇଟି ଷ୍ଟୋର ତରଫରୁ 10 କେଜି ଲେଖା ଡାଲି ତାଳି ହେଇଯାଉ। ତା ସହିତ 5 ଲିଟର ଗୋଟେ ସରିଷ ତେଲ ଆଉ ଗୋଟେ ସରେଇ ସାବୁନ, ବିଲକୁଲ 1775 ଟଙ୍କାରେ ମାଗଣା। କିଏ ଆଣିଥିଲା? କିଏ? ଆଉ ନ ଆଉ କଣ ମୁଁ କଣ ନବୀନ ପଟ୍ଟନାୟକ କଣ ଆଣିଦେବି ନା? କୋଉ କୋଉ କହିଥା, କିନ୍ତୁ ମୋ ବଳ ମୁତାବକ, ମୋ ସାମର୍ଥ୍ୟ ମୁତାବକ ମୁଁ ଅଳ୍ପ କିଛି ଜିନିଷ ନେଇକି ଆଇଛି। ଗୋଟେ ଜୋରିଆ ତାଳି ହବ, ଟିକେ ସାଉଣ୍ଡ ଫାଉଣ୍ଡ ବାଜିଲେ ବାଣ୍ଟିବା। ଆଉ ତେଲ ମାରନି, ତେଲ ରେଟ୍ ବଢିଗଲାଣି ବା। ଦେଖ ସାହୁ ବାବା ଆଜି ନିଜେ ଆସିଛନ୍ତି ସାହୁ ଭେରାଇଟି ଷ୍ଟୋରରୁ। ଆଜି ଫ୍ରିରେ ବଣ୍ଟା ଯିବ ଶିଶିର ପରଶରେ।
ଖାଲି ଯୋଉ ପଟକୁ ହାତ ଯୋଉ ପଟୁ ହାତ ଟେକା ହବ ସେଇ ପଟୁ ଫୋପାଡ଼ିବି। କୋଉ ପଟକୁ? କୋଉ ପଟକୁ? କୋଉ ପଟକୁ? ସାହୁ ଭେରାଇଟି ଷ୍ଟୋର ସ୍ପେଶାଲ ଚିକେନ ମସଲା ଗୋଟାଏ ଚାମଚ ପକେଇବ 2 କିଲୋ ଚିକେନ ରେଡି। କୋଉ ପଟକୁ ଯିବ? ଦିଅ ମ୍ୟୁଜିକ ଦିଅ। ସାହୁ ଭେରାଇଟି ଷ୍ଟୋର ସ୍ପେଶାଲ କୋଟି ମସଲା କୋଉ ପଟୁ ଫୋପାଡ଼ିବି? କୋଉ ପଟକୁ? ନାଇଁ ନାଇଁ ଭାଉଜ ତମର କଣ ମାସିକା ସଉଦା ନେଇଛ? ଯଦି ଜଣେ କହୁଛି ଫୋପାଡ଼ିବ କାଳେ ହାତ ଟେକିଲେ ସେଇ ପଟୁ ଫୋପାଡ଼ି ଦେବି କି? ପୁରା କାଲୁଆ ପଡ଼ି ବଇଛନ୍ତି ଭାଉଜ। ନା ନା ଇଏ ନୁହଁ। କୋଉ ପଟକୁ ଯିବ? ମ୍ୟୁଜିକ ଦିଅ। ସାହୁ ଭେରାଇଟି ଷ୍ଟୋର ସ୍ପେଶାଲ ହଳଦୀ ତମେ ଖାଉନା ବୋଲି ଲୋକ ଖାଇବେନି? କୋଉ ପଟକୁ ଯିବ? ଏଇଠି ଏଇଠି ଦିଅ ମ୍ୟୁଜିକ ଦିଅ। ସାହୁ ଭେରାଇଟି ଷ୍ଟୋର ସ୍ପେଶାଲ ଚାପତି ଶୀତ ଦିନ ଚାପତି ଡିମାଣ୍ଡ ଭାରି ଅଧିକ। କୋଉ ପଟକୁ ଯିବ? ତମ ଦରକାର ଫୋପାଇଲି ଯିଏ ପାଇଲା। ଦିଅ ମ୍ୟୁଜିକ ଦିଅ। ସଟ ତାର କ୍ୟୁଟ କ୍ୟୁଟ ଫିଗର ହଟ ହଟ ରିଙ୍ଗର ସ୍ଟିଲ ଲଗେଇ କ୍ୟାମେରା ଫିଲ୍ଟର ସାହୁ ପୁରା ସମସ୍ତଙ୍କ ଦୁଃଖ ବୁଝା ଲୋକ ସବୁ ଦେଲି ହାଣ୍ଡି ମଣ୍ଡି ଯୋଉ ଇଏ ହେଲେ ଅସନା ହେଲେ କୋଉଥିରେ ଧୋଇବେ? এইটা ମୁଁ କୁଆଡେ ଫୋପାଡ଼ିବିନି ଭାଉଜ ଭାଉଜ ଏଠିକି ଆସନ୍ତୁ। କୁଆଡେ ଆଉ କଣ କେତେ ସୁନ୍ଦର ହସ ଭାଉଜ ମାନେ ସୁନ୍ଦର ତାଳିଆ ଗୋଟେ। ମୁଁ ଶୁଣିଲି ଗଞ୍ଜରେ କୁଆଡେ ଛୋଟ ଛୁଆ ସାହୁ ଭେରାଇଟି ଷ୍ଟୋର ନ ଦେଖିଲେ ଭାତ ଖାଉନାହାନ୍ତି। ସମସ୍ତଙ୍କ ପାଇଁ ଆଣିବି ଛୋଟ ଛୁଆ ପାଇଁ ଛାଡ଼ିଦେବି। ଆଉ ଆଣିଛି ନା ଦିଅ ମ୍ୟୁଜିକ ଦିଅ। ଯାହା ଆଣିଥିଲି ବାଣ୍ଟି ଦେଲି। ଆଉ ଖାଲି ବଳି ପଡ଼ିଲା ଏଇ ଅଖା ବ୍ୟାଗ ଖଣ୍ଡେ। କୋଉ ପଟକୁ ଦେବି? କୋଉ ପଟକୁ? କୋଉ ପଟକୁ? ଆସନ୍ତୁ ଭାଇ ଆସନ୍ତୁ ମଝିରେ ବସିଛନ୍ତି ଆସନ୍ତୁ ଆସନ୍ତୁ। କଣ ଯିବ ଏମିତି ସେମିତି ବ୍ୟାଗ କେମିତି ଲାଗୁଛି ଭାଇ ସାହୁ ଭେରାଇଟି ଷ୍ଟୋର ବ୍ୟାଗ ପାଇଁ? ଭଲ ଲାଗୁଛି। ହଉ ନିଅନ୍ତୁ। ଏଇ ଛୋଟ ନେବେ ଯେ ଇଏ ଆମ ଓଡ଼ିଆ ପରମ୍ପରା ଜାଣିଛନ୍ତି ଆପଣ ଖାଲି ବ୍ୟାଗ ଫେରାନ୍ତିନି। ମୁଁ କଣ ଦିଲ୍ଲୀ ହଉଛନ୍ତି ଦେଲା ବେଳକୁ ଆଧିରେ ଆଳୁ ଫଳ ଆଳୁ ଫଳ ପୁଳେଇ ପୁରେଇ ଦେବେ। ବ୍ୟାଗ ଫେରା ଜୋରରେ ତାଳିବୁ। ଡାଲି ଚାଉଳ ଗ୍ରୋସରୀ ତେଲ ଲୁଣ ହଳଦୀ ବାଣ୍ଟି ଦେଲି। ସାହୁ ବାବୁଙ୍କର ଆଉଟା ଦୋକାନ ଭାରି ଫେମସ। କଣ 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 ঢাকলাম দারু ভক্ত কেতବେଳେ 4 ଟଙ୍କା ତାପରେ ବାଣ୍ଟିବା। ତମର କୋଉ ବ୍ରାଣ୍ଡ? ନାଇଁ ନାଇଁ ମୁଁ ଯୋଉ ଡ୍ରେସ ପିନ୍ଧୁଛ ତାର କଥା ପଚାରୁଛି। ସେ ମଦ ଆଡେ ଗଲେଣି।
ଟୋଟାଲି ନାହିଁ ये फैमिली शो ता बादे काच बोतल खाइले मुंड फाटी मुंड कणा हबनी ମୁଁ ଆସୁଥିଲି ସୌର ପ୍ରୋଗ୍ରାମ କରିବା ପାଇଁ ଠିକ ପାଣିକୋଇଲ ଛକ ଦେଖି ମୋର ମନେ ପଡ଼ିଲା ଯେ ପକେଟରେ ରୁମାଲଟା ଆଣି ଘରେ ଛାଡ଼ି ଦେଇକି ଯାଇଛି ଗୋଟେ କପଡ଼ା ଦୋକାନ ଦେଖି ଗୋଟେ ଓହ୍ଲେଇଲି ମୁଁ କହିଲି ଭାଇ ଗୋଟେ ରୁମାଲ ଦେବେ ସେ ଦୋକାନୀ ମତେ କହୁଛି କାହିଁ ଶାଢ଼ୀ ନେଇଯାଉନା ମୁଁ କହିଲି କି ଶାଢ଼ୀ ମୁଁ ନେଇ କଣ କରିବି ରୁମାଲଟା ନେଲେ ମୁଁ ମୁହଁ ପୁଅ ପଛିବି କଣ କରିବି ସେ ଲୋକ ମତେ ବୁଝଉଛି କହୁଛି ସାହୁ ବାବୁ ଆପଣ ପୁରା ଶିଖେଇଛନ୍ତି ମୁଁ କହିଲି କି ମୁଁ କଣ ଶିଖେଇଲି ନା ସାହୁ ବାବୁ ଆପଣଙ୍କ ଦୋକାନ ଗୋଟେ ଲୋକ ଆଇଲେ କହିଲେ ରାଗ ମିକ୍ସଚର ଦିଅ ଆପଣ ତାକୁ କହିଲେ ବେସନ ନେଇଯାଉନା ଆଉ ଯଦି ସେ ଲୋକ ବେସନ ନେଇକି ତାକୁ ଛାଣି ଛୁଣିକି ମାନେ ରାଗ ଲୁଣ ପକେଇକି ତାକୁ ମିକ୍ସଚର କରି ଖାଇପାରିବ ଆପଣ କଣ ଶାଢ଼ୀଟାକୁ କାଟିକି ରୁମାଲ କରିପାରିବେ ମାନେ ମୋରି କଥା ମତେ এই কালি কথা শুনুনাহাନ୍ତି ଗୋଟେ ହୋଟେଲ ଗଲି ମୁଁ କହିଲି ଭାଇ ସାଧା ମିଲ୍ କଣ କେମିତି ଦଉଛ ସେ ଦୋକାନୀ ମତେ କହୁଛି ଥାଳିରେ ମୁଁ କହିଲି ଥାଳିରେ କଣ ସେ ମତେ ବୁଝାଉଛି କଣ ସାହୁ ଆପଣ ପୁରା ଶୁଖିଲା ଲଙ୍କା ଜରିରେ ଦଉଛନ୍ତି ମୋରି କଥା ଆଜ୍ଞା ମତେ ଯାହା ମୁଁ ପ୍ରାୟ ସବୁ ଜାଣିଥିବେ ମୁଁ ବର୍ଷେ ହେଲା ବାହା ହେଇଛି ଜାଣିଛନ୍ତି ମୋ ସ୍ତ୍ରୀ ମତେ କହିଲା ବାହାଘର ପୂର୍ବରୁ ଫୋନରେ ମୋ ସହିତ ପ୍ରବଳ ଗପ ଗପୁଥିଲ ରଗଣ ଗପ ଗପୁଥିଲ ଆଣ୍ଠାଇ ପେଟାଇ ଗପୁଥିଲ ନଖାଇ ନପି ଗପୁଥିଲ ଯେମିତି ବାହା ହେଇକି ମତେ ଘରକୁ ନେଇଯାଇଛ ସକାଳୁ ଖାଇଦେଇ ପିଇଦେଇ ପଳଉଛ ରାତି 12ଟାରେ ଘରକୁ ଆଉଛ ଫୋନ ନାହିଁ ଫାନ ନାହିଁ କିଛି ନାହିଁ ମୋ ସ୍ତ୍ରୀ କି ମୁଁ ବୁଝେଇଲି ମୁଁ କହିଲି ଆଲୋ ପାଗେଳି କେବେ ଶୁଣିଛୁ ଇଲେକ୍ସନ ସରିଲା ପରେ ପ୍ରଚାର ଗାଡି ବୁଲିବା ବିଶ୍ୱାସ କରିବେନି ମାଉସୀ ଏ 5-7 ଦିନ ତଳ କଥା କହୁଛି ହଠାତ୍ ରାତି ଅଧରେ ମୋ ନିଦ ଭାଙ୍ଗିଗଲା ମୋ ସ୍ତ୍ରୀ କି ମୁଁ କହିଲି ହେଇଠି ଶୁଣୁଛ ଆଜି କାହିଁ ମତେ ନିଦ ହଉନାହିଁ ମୋ ସ୍ତ୍ରୀ ମତେ ଗଲେ କହୁଛି ହେଇଠି ଏତେ ନିଦ ହଉନାହିଁ ତାହେଲେ କିଚେନ ଯାଇ ପଳେଇ ବାସନ ପଡିଛି ବାଜି ଦନ୍ତାନି ବିଶ୍ୱାସ କରିବେନି ଏମିତି ଆଖି ବନ୍ଦ କରି ଠକିନା ଗାଲେ କହିଲି ସକାଳେ ଉଠିଲି କଣ ମୋ ଟେନସନ ବାହାଘର କେତେବେଳେ ଅଛନ୍ତି ବିବାହିତ ଲୋକ କେତେବେଳେ ଅଛନ୍ତି ଏଠି ପ୍ରାୟ ସବୁ ଥିବ ମଜା ଲାଗୁଛି ଖୁସି ବାସିଆ ବିବାହିତ ବାହା ହେଇକି ଖୁସି ଅଛନ୍ତି ଏମିତି ଅଦ୍ଭୁତ ଲୋକ କିଏ ଅଛନ୍ତି ଏଠି ତମେ ତ ବାହାରେ ତମେ ଜାଣୁଛ କେମିତି ପ୍ରକୃତରେ କଣ ହଉଛି କି ଯିଏ ଶାଦି କାଲଠୁ ଯୋଉ ଖାଇବା ପସ୍ତାୟା ଯୋଉ ନେଇ ଖାଇବା ହଉ ବି ପସ୍ତାୟା ଆମେ ଖାଇକି ପସ୍ତଉଛୁ ତମେ ହଙ୍କ ହଙ୍କ ହଉଛ ଆପଣ ନାମଟି ନବ ମାନେ ସ୍ୱାମୀ ସ୍ତ୍ରୀଙ୍କ ବାବଦ ଯଦି ମାନେ କହିବି 3-4 ଦିନ 5 ଦିନ ଖଣ୍ଡେ କହିବି ଯେତିକି ବୁଝିଲାଣି ମୁଁ ଗୋଟେ ଲୋକ ଭାରି ମନ ଦୁଃଖରେ ରୋଡ ଉପରେ ଛିଡା ହେଇଥାଏ ମୁଁ ତାকে ପଚାରିଲି କହିଲି ଭାଇ କାହିଁ ମନ ଦୁଃଖରେ କାହିଁ ଛିଡା ହେଇଛ ମତେ ସେ କହୁଛି ନାଇଁ ଭାଇ କଣ ହେଇଛି କି ସେ ଆମ ପଡୋଶୀ ଲୋକ କିସ୍ତିରେ ଗୋଟେ କାର କିଣିଥିଲା କିସ୍ତି ପଇସା ଦେଇପାରିଲା ନାହିଁ କମ୍ପାନୀ ବାଲା ଆସିଲେ ତା କାରଟାକୁ ଭିଡି ନେଇ ପଳେଇଲେ ମୁଁ କହିଲି ଓହୋ ଯେହେତୁ ତମ ପଡୋଶୀ ଗୋଟେ କାରଟା କିଣିଥିଲା ଗୋଟେ କିସ୍ତି ପଇସା ଦେଇପାରିଲାନି ଗୋଟେ କାରଟା ଭିଡି ନେଇଗଲେ ତମ ମନଟା ଦୁଃଖ ହଉଥିବ ଆଉ ମତେ ସେ ଉଲ୍ଟି କହୁଛି ନାଇଁ ଭାଇ ଭଲ ହେଇତା ଗାଡିଟା ଭିଡି ନେଇଛନ୍ତି ତା ଦେଖେଇ ହଉଥିଲା ଆଉ ମୁଁ କହିଲି ବଡ ଅଜୀବ ଲୋକ ତମେ ୟାଡୁ ମନ ଦୁଃଖରେ ଛିଡା ହେଇଛ ପଚାରିଲା କହୁଛ ଭଲ ହେଇଛି ସେ ମତେ ବୁଝଉଛି ନାଇଁ ଭାଇ ମୋ ଦୁଃଖର କାରଣ ଅଲଗା ମୁଁ କହିଲି କଣ ଅଲଗା ସେ ମତେ ବୁଝଉଛି କହୁଛି ଯେତିକଳଠୁ ମୁଁ ଜାଣିଲାଣି ସେତିକଳଠୁ ଭାବୁଛି ଯଦି କିସ୍ତି ନେଇକି ମୁଁ ବାହା ହେଇଥାନ୍ତି ଆଉ କିସ୍ତି ପଇସା ଦେଇପାରିନଥାନ୍ତି କମ୍ପାନୀ ମୋ ସ୍ତ୍ରୀଟାକୁ ଭିଡି ନେଇକି ପଳେଇଥାନ୍ତେ ମାନେ ସ୍ୱାମୀ ସ୍ତ୍ରୀ କଥା କହୁଥିଲେ ଆପଣ ଶୁଣୁଥିଲେ ହସୁଥିବେ ଗୋଟେ ସ୍ୱାମୀ ସ୍ତ୍ରୀ ଯାଇଥାନ୍ତି ହନିମୁନ କରିବା ପାଇଁ ମାର୍କ କରିବେ ଟଙ୍କା ସବୁ ଟଙ୍କା ହନିମୁନ କଥା କହିଲେ ତମର ପୁରା କନ ଓ ମାନେ ସ୍ୱାମୀ ସ୍ତ୍ରୀ ଗୋଟେ ଯାଇଥାନ୍ତି ମାନେ ହୋଟେଲକୁ ହନିମୁନ କରିବା ପାଇଁ ହଠାତ୍ ରାତି ଅଧରେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଲା ସ୍ୱାମୀ ଫୋନ କଲେ ହୋଟେଲ ମ୍ୟାନେଜରକୁ କହିଲେ ଆଜ୍ଞା ଟିକେ ଜଲ୍ଦି ଆସନ୍ତୁ ମୋ ସ୍ତ୍ରୀର ମୋର ପ୍ରବଳ ଝଗଡା ହୋଟେଲ ମ୍ୟାନେଜର ଆଶ୍ଚର୍ଯ୍ୟ କରେ ରାତି ଅଧରେ ତମ ଝଗଡା ହେଲା ଆମେ ରୁମ ଭିତରୁ ଯାଇ କରିବୁ କହିଲେ ହୋଟେଲ ବାଲା ସ୍ୱାମୀ ବିକଳ ମନରେ ଫୋନରେ ବୁଝଉଛି କହୁଛି କଣ କହିବେ ଆଜ୍ଞା ମୁଁ ଡାକନ୍ତିନି ଯେ କିନ୍ତୁ ମୋ ସ୍ତ୍ରୀ ରାଗିକି ଅଧଘଣ୍ଟା ହେଲାଣି କହୁଛି ଆପଣଙ୍କ ହୋଟେଲ ଝରକା ପଟ ଦେଇକି ତଳକୁ ଡେଇଁ ପଡିବ ମୁଁ ଅଧଘଣ୍ଟା ହେଲାଣି ଚେଷ୍ଟା କରୁଛି ଝରକାଟାକୁ ଖୋଲିବା ପାଇଁ ଖୋଲୁନାହିଁ ଆପଣ ତ ଆସିକି ଝରକାଟାକୁ ଖୋଲନ୍ତା ସେଇ ପଟ ଦେଇକି ମୋ ସ୍ତ୍ରୀ ତଳକୁ ଡେଇଁ ପଡନ୍ତା